ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ଜାଗର। ବାଲେଶ୍ୱର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ନୀଳଗିରି ପାହାଡ଼ ପର୍ବତଘେରା ଦେବଗିରି ପର୍ବତମାଳାରେ ବିରାଜମାନ ବର୍ଷସାରା ଜଳରେ ବୁଡ଼ି ରହିଥିବା ଦେବଦେବ ମହାଦେବ ବାବା ପଞ୍ଚଲିଙ୍ଗେଶ୍ୱର ଦ୍ୱାପର ଯୁଗରେ ବାଣସୁର ପ୍ରତିଦିନ ସମୁଦ୍ର ସ୍ନାନ ସାରି ପାଞ୍ଚ ମହାଦେବକୁ ଦର୍ଶନ ସାରି ନିଜ ଗଡ଼କୁ ଫେରି ଖାଦ୍ୟ ଗ୍ରହଣ କରିଥାଏ। ତେଣୁ ବୃଦ୍ଧ ଅବସ୍ଥାରେ ପାଞ୍ଚ ମହାଦେବଙ୍କୁ ଦର୍ଶନ କରିବାର ଅକ୍ଷମ ହେବାରୁ ଦେବଗିରି ପର୍ବତମାଳାର ସେ ପାଞ୍ଚଲିଙ୍ଗ ସ୍ଥାପନ କରି ପୂଜା ଅର୍ଚ୍ଚନା କରି ଖାଦ୍ୟ ଗ୍ରହଣ କରିଥାନ୍ତି। ପରବର୍ତ୍ତୀ ସମୟରେ ଜରାସନ୍ଧ ମଧ୍ୟ ପୂଜା କରିଥିଲେ। ଦୀର୍ଘ ବର୍ଷ ପରେ ନୀଳଗିରି ରାଜା କୃଷ୍ଣଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନଙ୍କ ରାଣୀଙ୍କୁ ପଞ୍ଚଲିଙ୍ଗେଶ୍ୱର ମହାଦେବ ସ୍ୱପ୍ନାଦେଶ ହେବା ପରେ ଆସିଥିଲା ଲୋକଲୋଚନକୁ। ପାଞ୍ଚ ମହାଦେବଙ୍କୁ ଦର୍ଶନ କଲେ ଯେତିକି ପୁଣ୍ୟ ମିଳିଥାଏ, ଏକା ପଞ୍ଚଲିଙ୍ଗେଶ୍ୱରକୁ ଦର୍ଶନ କଲେ ସେତିକି ପୁଣ୍ୟ ମିଳିଥାଏ। ପଞ୍ଚଲିଙ୍ଗେଶ୍ୱର ମହାଦେବଙ୍କୁ ଯିଏ ଯାହା ମାଗିଛି ତାହା ପାଇଥିବାରୁ ସୁଦୂର ପଶ୍ଚିମବଙ୍ଗରୁ ଛୁଟି ଆସିଛନ୍ତି ଜାଗରର ପଞ୍ଚଲିଙ୍ଗେଶ୍ୱରର ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ମଧ୍ୟ ନିଆଯାଇଛି। ଏସ୍ଡିପିଓ ସରୋଜ କୁମାର ଉପାଧ୍ୟାୟ ସୂଚନା ଦେଇଛନ୍ତି, ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ମହାଦୀପ ରାତି 3ଟା ସମୟରେ ଉଠିବାର ସ୍ଥିର କରାଯାଇଛି। ନୀଳଗିରିରୁ ମନୋଜ କୁମାର ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍। परिचय देवे परिचय আমার গীতারানী দাস, পূর্ব মেদিনীপুর বাড়ি, মেদিনীপুরে আমার বাড়ি। আসিবার কারণ বলতে এখানে পঞ্চলিঙ্গ মন্দিরে পঞ্চটা মন্দিরে শিব বাবা আছে। এখানে এসে আমার আশা পূর্ণর জন্য এসেছি এবং আমি এসে এখানে দর্শনও করেছি বাবাকে, খুব ভালো লাগছে এবং এসে আমার আশাও পূর্ণ হয়েছে। এখানে যারা আসবে সেটাই ভালো লাগবে এবং আশাও পূর্ণ হবে। সেটাই হ্যাঁ, পাঁচ মহাদেবকে দর্শন করার জন্য এসেছি, এখানে খুব ভালো।